ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଇଣ୍ଟରନାଲ ମୂଲ୍ୟାୟନ ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ। କୌଣସି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ ମୂଲ୍ୟାୟନ କିମ୍ବା ପ୍ରୋଜେକ୍ଟ ଦାଖଲରୁ ବାଦ୍ ଦିଆଯିବ ନାହିଁ। ନିରନ୍ତର ଶିକ୍ଷଣ ବିଷୟବସ୍ତୁର ବୁଝାମଣା ଏବଂ ପ୍ରୋଜେକ୍ଟ ଆଧାରିତ ପ୍ରୟୋଗକୁ ମୂଲ୍ୟାୟନ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଯେଉଁ ଛାତ୍ରଛାତ୍ରୀମାନେ ବୈଧ କାରଣରୁ ମୂଲ୍ୟାୟନରେ ଅଂଶଗ୍ରହଣ କରିପାରିବେ ନାହିଁ, ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ। ସେମାନେ ଆସନ୍ତା ବର୍ଷ ଜାନୁଆରୀ 10 ରୁ ଜାନୁଆରୀ 15 ମଧ୍ୟରେ ପରୀକ୍ଷା ଦେଇପାରିବେ, କିନ୍ତୁ ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ। ସମସ୍ତ କଲେଜଗୁଡ଼ିକୁ ଏହି ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମାପ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, ଧାନ କିଣିବା ପାଇଁ ତାରିଖ ଘୋଷଣା କଲେ ସରକାର। ଆସନ୍ତା 20 ତାରିଖରୁ ମଣ୍ଡିରେ ଆରମ୍ଭ ହେବ ଖରିଫ ଧାନ କିଣା। ଧାନ କିଣିବାକୁ ସରକାର ତାରିଖ ଘୋଷଣା କଲେ, ହେଲେ ଏବେ ବି ଚାଷୀ ନିଜ ଅମଳ ଧାନର ବିକ୍ରିକୁ ନେଇ ଚିନ୍ତାରେ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ କରିବେ ସରକାର, ହେଲେ ବରଗଡ଼ର ଚାଷୀ ଏବେ ପ୍ରତିବାଦ ପନ୍ଥା ଆପଣାଇଛନ୍ତି। କାରଣ ଜିଲ୍ଲାର ଅନେକ ଚାଷୀ ପଞ୍ଜୀକରଣରୁ ପଡ଼ିଛନ୍ତି ବାଦ୍। ଧାରଣା ଦେଉଥିଲେ ବି ଶୁଣିବାକୁ କେହି ନାହାନ୍ତି। ପଞ୍ଚାୟତ ଅଫିସ ଆଗରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ। ଧାନ କିଣା ଯାଇଥିବା ଅଭିଯୋଗ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁଭିଥିଲା ଲକ୍ଷ୍ମୀ ପୁରାଣ। ଅମଳ ଧାନକୁ ନେଇ ଚାଲିଥିଲା ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। କିନ୍ତୁ ବ୍ୟତିକ୍ରମ ଏତିକି ଥିଲା ଯେ ମହିଳାଙ୍କ ବଦଳରେ ମାଣବସା ଗୁରୁବାର ପୂଜା କରୁଥିଲେ ଚାଷୀ। ଆଉ କହୁଥିଲେ, ମା ପ୍ରଶାସନିକ ବଡ଼ବାବୁଙ୍କୁ ସଦ୍ବୁଦ୍ଧି ଦିଅ। ଚାଷୀଙ୍କ କଥା ଶୁଣନ୍ତୁ ସରକାର। ଗତ 4 ଦିନ ହେବ ଧାରଣାରେ ବସିଥିବା ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆସି ଏଭଳି ଅନୁଭବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପଞ୍ଜୀକରଣରୁ ବଞ୍ଚିତ ଚାଷୀଙ୍କର ତୁରନ୍ତ ପଞ୍ଜୀକରଣ କରିବାକୁ ଦାବି କରିଛନ୍ତି ଚାଷୀ। ପଞ୍ଜୀକରଣ ହୋଇନଥିବାରୁ ଚାଷୀଙ୍କ ଆନ୍ଦୋଳନ ଭିତରେ ଧାନ କିଣିବାକୁ ତାରିଖ ଘୋଷଣା କରିଛନ୍ତି ସରକାର। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ବରଗଡ଼ରେ ଚାଷୀ ଆନ୍ଦୋଳନରେ ବସିଛନ୍ତି, ସେହି ଜିଲ୍ଲାରୁ ହିଁ ଧାନ କିଣା ଆରମ୍ଭ କରିବେ ସରକାର। ଚଳିତ ଥର ଧାନ କିଣାରେ ମଣ୍ଡିରେ ବ୍ୟବସ୍ଥାକୁ ଦୂରେଇବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏହାଛଡ଼ା ଆଗାମୀ 2 ବର୍ଷରେ 100ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ଆର୍ଥିକ ବର୍ଷରେ 80ଟି ସମବାୟ ସମିତିରେ 200 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ 20 କୋଟିର ବ୍ୟୟ ପାରଦ ହୋଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ପରବର୍ତ୍ତୀ ଖବର, ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର। ଲାଭ ପାଇବେନି 68 ଲକ୍ଷ ପେନ୍ସନଭୋଗୀ। ନଭେମ୍ବର 3 ତାରିଖରେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ପାଇଁ ସର୍ତ୍ତାବଳୀକୁ ଅନୁମୋଦନ କରିଛନ୍ତି। ଅଲ୍ ଇଣ୍ଡିଆ ଡିଫେନ୍ସ ଏମ୍ପ୍ଲୟିଜ୍ ଫେଡେରେସନ ଏହି ପ୍ରସଙ୍ଗ ଉଠାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖି ସେମାନଙ୍କର ଯୁକ୍ତି ହେଉଛି ଯେ ନୂତନ ବେତନ କମିଶନ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା ବ୍ୟକ୍ତି କିମ୍ବା ଅବସର ନେଇଥିବା କର୍ମଚାରୀଙ୍କୁ ବାଦ୍ ଦେବା ଅନ୍ୟାୟ। ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଏଆଇଡିଇଏଫ୍ କହିଛି ଯେ 3 ଦଶନ୍ଧିରୁ ଅଧିକ ସମୟ ଧରି ଦେଶରେ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଅଷ୍ଟମ ବେତନ କମିଶନର ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ କରାଯିବା ଦୁର୍ଭାଗ୍ୟଜନକ, କିନ୍ତୁ ସରକାର ବିଜ୍ଞପ୍ତିରେ ଏହା ଉଲ୍ଲେଖ ନାହିଁ। ସଂଘର କହିବା ଅନୁଯାୟୀ ଅଷ୍ଟମ ବେତନ କମିଶନର ସର୍ତ୍ତାବଳୀ ସପ୍ତମ ବେତନ କମିଶନଠାରୁ ଭିନ୍ନ। ସପ୍ତମ ବେତନ କମିଶନ ପେନ୍ସନ ସଂଶୋଧନ ପାଇଁ ବ୍ୟବସ୍ଥା କରିଥିଲା, କିନ୍ତୁ ଏହାକୁ ଅଷ୍ଟମ ବେତନ କମିଶନରୁ ହଟାଇ ଦିଆଯାଇଛି। ଅଷ୍ଟମ ବେତନ କମିଶନ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ ପ୍ରାୟ 18 ମାସ ସମୟ ନେବ। ତାପରେ ହିଁ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା ଗଠନ କ'ଣ ହେବ, ପେନ୍ସନ କିମ୍ବା ଦରମା କେତେ ବୃଦ୍ଧି ପାଇବ, ପେନ୍ସନଭୋଗୀମାନେ ଲାଭ ପାଇବେ କି ନାହିଁ ଇତ୍ୟାଦି ସେଥିରେ ନିଷ୍ପତ୍ତି ନିଆଯିବ। ପରବର୍ତ୍ତୀ ଖବର, ନଭେମ୍ବର 16ରୁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ। ନଭେମ୍ବର 16ରୁ 30 ଯାଏଁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ ହେବାକୁ ଯାଉଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି। ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପ୍ରତି ଅବଗତ କରିବା ଏବଂ ସେମାନଙ୍କ ଜୀବନ ରକ୍ଷା ପାଇଁ ଏହାର ପାଳନ କିଭଳି ଅନିବାର୍ଯ୍ୟ ସେ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ସହଭାଗିତାରେ ଉଦ୍ୟମ ହେବ। ଏତଦ୍‌ବ୍ୟତୀତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପହଞ୍ଚାଇ ଜୀବନ ରକ୍ଷା ପାଇଁ ମଧ୍ୟ ଜନସାଧାରଣଙ୍କୁ ଉତ୍ସାହିତ କରାଯିବ। ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଶୂନ ସହନଶୀଳତା ନୀତି ଅବଲମ୍ବନ କରାଯିବ। ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି।
ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହିତ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ବ୍ୟାପକ କରାଯିବ। ପରବର୍ତ୍ତୀ ଖବର ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ। ପ୍ରଥମେ 2200 ବିଦ୍ୟାଳୟ। ଉକ୍ତ ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ ହେବ। ଆଗାମୀ 4 ବର୍ଷ ଅର୍ଥାତ୍ 2025-26ରୁ 2028-29 ଆର୍ଥିକ ବର୍ଷ ମଧ୍ୟରେ ଏହା ଖର୍ଚ୍ଚ କରାଯିବ। ଏହି ବିଦ୍ୟାଳୟଗୁଡ଼ିକ ପଞ୍ଚାୟତର ଏପରି ଏକ ଗ୍ରାମରେ ସ୍ଥାପିତ କରାଯିବ ଯେଉଁଠାରେ ଅନ୍ୟୁନ 5 ଏକର ଜମି ଉପଲବ୍ଧ ଥିବା ସହିତ ଯେଉଁଠାକୁ ଗମନାଗମନ ସୁବିଧା ଥିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଲୋଗୋ ଓଡ଼ିଆ ସଂସ୍କୃତିକୁ ବହନ କରୁଛି। ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ବହନ କରୁଛି। ଏହି ଲୋଗୋ ଶିକ୍ଷାର ମହତ୍ତ୍ୱ ଓ ଭୂମିକାକୁ ପ୍ରତିଫଳିତ କରୁଛି। ଏହା ଆମ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଜାଗରିତ କରିବ। ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ ଉପକରଣ ଏବଂ କ୍ରୀଡ଼ା ଉପକରଣ ଭଳି ସୁବିଧା ସେହି ବିଦ୍ୟାଳୟରେ ଉପଲବ୍ଧ ହେବ। ପ୍ରତ୍ୟେକ ପିଲାକୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦକ୍ଷତାରେ ନିରୂପ କରିବା ସହିତ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସେମାନଙ୍କର ସାମଗ୍ରିକ ବିକାଶ କରାଇବା ଏହି ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ମୂଳ ଉଦ୍ଦେଶ୍ୟ। ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି। ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପରିକଳ୍ପନା। ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ପ୍ରସ୍ତୁତି ଏବଂ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ। ପରବର୍ତ୍ତୀ ଖବର ସରିଲା ଐତିହାସିକ କଟକ ବାଲିଯାତ୍ରା। 70 ଲକ୍ଷ ଦର୍ଶକ, 300 କୋଟି ଟଙ୍କାର କାରବାର। ଚଳିତ ବର୍ଷର ଏହି ମେଳା ଆକର୍ଷଣୀୟ କାର୍ଯ୍ୟକ୍ରମ ଏବଂ ବ୍ୟାପକ ବ୍ୟବସାୟ ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। 9 ଦିନର ଏହି ଯାତ୍ରାରେ ପ୍ରାୟ 70 ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି। ଶନିବାର ଓ ରବିବାର ସର୍ବକାଳୀନ ରେକର୍ଡ ଭିଡ଼ ହୋଇଥିଲା, ଯେଉଁଥିରେ କେବଳ ରବିବାର ଦର୍ଶକ ସଂଖ୍ୟା 15 ଲକ୍ଷ ଟପିଥିଲା। ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ 300 କୋଟି ଟଙ୍କାର ବେପାର ହୋଇଥିବା ଅନୁମାନ କରାଯାଇଛି। ପଲ୍ଲିଶ୍ରୀ ମେଳାରେ 2500ରୁ ଅଧିକ ଷ୍ଟଲ୍ ସ୍ଥାପିତ ହୋଇଥିଲା ଏବଂ କାରବାର 50ରୁ 55 କୋଟି ଟଙ୍କା ଅତିକ୍ରମ କରିଛି, ଯାହା ଗତ ବର୍ଷର ରେକର୍ଡ ଭାଙ୍ଗିଛି। ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ହର୍ଷଦୀପ କୌରଙ୍କ କାର୍ଯ୍ୟକ୍ରମ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ଥିଲା। ଏହି ଦିନଗୁଡ଼ିକରେ 30 ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ଆକଳନ କରାଯାଇଛି। କଟକ ଇନ୍ କଟକ ଓଡ଼ିଆ ଅସ୍ମିତା, ଲେଜର ଲାଇଟ୍ ଶୋ, ଜଳପରୀ ଶୋ ଏବଂ ବୋଇତ ପ୍ରତିଯୋଗିତା ଦର୍ଶକକୁ ବେଶ୍ ଆକର୍ଷିତ କରିଥିଲା। କଟକ ଜିଲ୍ଲା ପ୍ରଶାସନ 6 ମାସ ଧରି ପ୍ରସ୍ତୁତ କରି 60 ଏକର ଜମିରେ ବାଲିଯାତ୍ରା ଆୟୋଜନ କରିଥିଲା। ପରବର୍ତ୍ତୀ ଖବର ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ। ଦ୍ରୁତ ଗତିରେ ତରଳୁଛି ଆର୍କଟିକ୍ ବରଫ, ଲିଭିଯିବ ପୂରା ୟୁରୋପର ଅସ୍ତିତ୍ୱ। ଜଳବାୟୁ ପରିବର୍ତ୍ତନ ବଡ଼ ପ୍ରଭାବ ଯୋଗୁଁ ଆର୍କଟିକ୍ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି, ଯାହା ଆଟଲାଣ୍ଟିକ୍ ମହାସାଗରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ରୋତ ପ୍ରଣାଳୀ EM ଓ ମେରିଡିଅନାଲ ଓଭରଟର୍ନିଂ ସର୍କୁଲେସନକୁ ଦୁର୍ବଳ କରୁଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ସ୍ରୋତ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଏ, ତେବେ ଉତ୍ତର ୟୁରୋପ ଏକ ଆଧୁନିକ ବରଫ ଯୁଗ ପରି ଥଣ୍ଡାର ସମ୍ମୁଖୀନ ହୋଇପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ ଆଟଲାଣ୍ଟିକ୍ ମହାସାଗରରେ ମୁଖ୍ୟ ସମୁଦ୍ର ସ୍ରୋତ, ଯାହା ୟୁରୋପ ଏବଂ ଅନ୍ୟାନ୍ୟ ମହାଦେଶକୁ ଉଷ୍ଣ ରଖେ, ତାହା ଏବେ ଅଦୃଶ୍ୟ ହୋଇଯାଇଛି। ଏହି ସ୍ରୋତ ଥଣ୍ଡା ହେଉଛି, ଯାହାକୁ ଆଇସଲ୍ୟାଣ୍ଡ ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ବିପଦ। ଯଦି ଏହି ସ୍ରୋତ ବନ୍ଦ ହୋଇଯାଏ, ତେବେ ସମଗ୍ର ୟୁରୋପରେ ଆଉ ଏକ ହିମ ଯୁଗ ଘଟିପାରେ, ସବୁଠି ବରଫ ପଡ଼ିପାରେ। ରିପୋର୍ଟ ଅନୁସାରେ ଆଇସଲ୍ୟାଣ୍ଡର ଜଳବାୟୁ ମନ୍ତ୍ରୀ ଯୋହାନ୍ ଯୋହାନସନ୍ କହିଛନ୍ତି ଯେ ଏହା ଦେଶର ଅସ୍ତିତ୍ୱ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିଛି। ପରବର୍ତ୍ତୀ ଖବର ଓଭର ବ୍ରିଜ୍ ନିର୍ମାଣରେ ବିଳମ୍ବ, ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ବାସିନ୍ଦା। 16 ନମ୍ବର ଜାତୀୟ ରାଜପଥ ଉମା ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ଉମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ମାଧ୍ୟମରେ ଜାତୀୟ ରାଜପଥରେ ନିର୍ମାଣାଧୀନ ଓଭରବ୍ରିଜ୍ କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନ ଧରି ବ୍ରିଜ୍ ନିର୍ମାଣ ଶେଷ ନ ହେବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି ଏବଂ ଅନେକ ଧନଜୀବନ ହାନି ହୋଇଛି। ସ୍କୁଲ, ବ୍ୟାଙ୍କ, ମନ୍ଦିର ଓ ଦୋକାନ ଏହି ରାଜପଥ ପାର୍ଶ୍ୱରେ ଥିବାରୁ ଯାତାୟାତ ବହୁଳ ମାତ୍ରାରେ ହୋଇଥାଏ, ଫଳରେ ଲୋକେ ଓ ବିଶେଷ କରି ଛୋଟ ପିଲାମାନେ ଅସୁରକ୍ଷିତ ମନେ କରୁଛନ୍ତି। ପୁଣି ଧୂଳି ଓ ମଇଳା ଯୋଗୁଁ ଘରୋଇ ସାମଗ୍ରୀ ନଷ୍ଟ ହେବା ସହ ଲୋକମାନେ ରୋଗଗ୍ରସ୍ତ ହେଉଛନ୍ତି।
ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ଆନୁଷ୍ଠାନିକ ଗ୍ରହଣ କରାଯାଉ ନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ ନ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ଖବର ଅତିଥି ଶିକ୍ଷକ ଓ ଅଧ୍ୟାପକଙ୍କୁ ନେଇ ଚାଲିଛି ଶିକ୍ଷାନୁଷ୍ଠାନ। କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ। ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏହାଦ୍ୱାରା ଶିକ୍ଷାର ଗୁଣବତ୍ତା ହ୍ରାସ ପାଉଛି ବୋଲି କୋର୍ଟ କହିଛନ୍ତି। ଏହାଛଡ଼ା ଅତିଥି ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ନେଇ ଆଇନରେ କୌଣସି ବ୍ୟବସ୍ଥା ନାହିଁ। ପୂର୍ବରୁ ରାଜ୍ୟ ସରକାର ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନିଷ୍ପତ୍ତିକୁ ରଦ୍ଦ କରି ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟରେ ଖାଲି ପଡ଼ିଛି 70,000 ଶିକ୍ଷକ ଓ ଅଧ୍ୟାପକ ପଦ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ 4,000ରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି।